ମୁଁ ଏବେ କିଛି ଦିନ ତଳେ କଟକକୁ ଯାଇଥିଲି 23/6/2026। ତ ମୁଁ ମୋ ସାଙ୍ଗକୁ ପଚାରିଲି, ମୁଁ କହିଲି ଆଉ କଟକ ଆସିଛି ବିରିୟାନୀ ଖାଇବା। ବିରିୟାନୀ ତ ଏଠି ଗୁଆହାଟୀରେ ମିଳୁନି ଭଲ ବିରିୟାନୀ। ତ ଭଲ ବିରିୟାନୀ କେବଳ ମୁଁ ମୋ ଲାଇଫ୍ରେ ଗୋଟେ ଜାଗାରେ ଖାଇଛି, ସେଇଟା ହେଉଛି ହାଇଦ୍ରାବାଦରେ। ତ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦରେ ସବୁଠୁ ବେଟର୍ ବିରିୟାନୀ। ସେ ବିରିୟାନୀରେ କିଛି ନକଲି ନଥାଏ। ମୁଁ କହିଲି, ମୋ ସାଙ୍ଗକୁ କହିଲି ଆଉ କଟକରେ କେଉଁଠି ଭଲ ବିରିୟାନୀ ମିଳୁଛି? ସେ ମୋତେ କହିଲା ଗିରିଜା ହୋଟେଲ, ରେଲୱେ ଷ୍ଟେସନ ଆରୁ ବୋଧେ 300 ମିଟର ପାଖାପାଖି ଦୂରରେ ହେବ, ଯେଉଁଟାକି ରେଭେନ୍ସା କଲେଜର ଜଷ୍ଟ ଟିକେ ଆଗକୁ। ଯାହା ବି ହେଉ, ମୁଁ ସେଇଠି ପହଞ୍ଚିଲି। ମଟନ୍ ବିରିୟାନୀ ଦୁଇଟା ନେଲି, 270 ଟଙ୍କା ନା 72 ଟଙ୍କା କିଛି ଥିଲା ଗୋଟେ ପ୍ରାଇସ୍। ଦୁଇଟାକୁ ମୁଁ 500 କେତେ ଟଙ୍କା ଦେଇକି 74 ଟଙ୍କା କେତେ ଟଙ୍କା ଦେଇକି ଆଣିଲି। ମୁଁ ଖାଇଲା ପରେ ମୋ ମିସେସ୍ ଆଉ ମୁଁ ଖାଇଲୁ। ମୋତେ ଖାଇଲା ପରେ ଲାଗିଲା କି ବିରିୟାନୀ ଯଦି 100% ଥାଏ, ସେ ବିରିୟାନୀର କ୍ୱାଲିଟି ବୋଧେ 10% ଥିଲା। ତ ମୁଁ ସନ୍ଧ୍ୟାବେଳେ କିଛି ଲୋକଙ୍କୁ ପଚାରିଲି, ଯେ ଠେଲା ଲଗାଉଛନ୍ତି। ମୁଁ କହିଲା ଭାଇ ଆଉ କଟକରେ ମୋତେ ଲାଗିଲା କି ବହୁତ କ୍ୱାଲିଟି ଜିନିଷ ସବୁ ବିକ୍ରି ହେଉଥିବ। ମୁଁ ବହୁତ ସାରା ଜାଗାରେ ଆଖପାଖରେ, ସେଇ ଷ୍ଟେସନ୍ ଆଖପାଖରେ ବୁଲିଲି, କିଛି କ୍ୱାଲିଟି ଜିନିଷ ମୋତେ ମିଳିଲାନି। ଯାହା ବି ମୁଁ ଜଣଙ୍କୁ ପଚାରିଲି, ଭାଇ ଏଠି ବିରିୟାନୀ କେଉଁଠି ଭଲ ମିଳିବ? ଜଣେ ମୋତେ କହିଲା କି ଗିରିଜା ହୋଟେଲ। ବିଶ୍ୱାସ କରିବେନି, ମୁଁ ସେ ହୋଟେଲ ବିଷୟରେ ତାଙ୍କୁ କହିଲି। ମୁଁ କହିଲି ଲାଇଫ୍ରେ କେବେ ମୁଁ ସେ ହୋଟେଲରେ ଖାଇବିନି। ମୋତେ କହିଲି କାହିଁ? ମୁଁ କହିଲି ମୁଁ ଯେଉଁ ଆଜି ଦ୍ୱିପହରେ ଅର୍ଡ଼ର କରିଥିଲି ଖାଇଲି, ମୋତେ ଟିକେ ପସନ୍ଦ ଲାଗେ, ଘୃଣା ଲାଗିଲା, ଫୋପାଡ଼ିଲି ବିରିୟାନୀ। ତ ଯଦି ଲାଇଫ୍ରେ କେବେ ବିରିୟାନୀ ଖାଇବାର ଅଛି, ମୁଁ ଆପଣଙ୍କୁ କହୁଛି, ଆପଣ କେଉଁଠି ଖାଇବେ ନ ଖାଇବେ ମୁଁ ଜାଣିନି, କିନ୍ତୁ ଲାଇଫ୍ରେ ଯଦି ବିରିୟାନୀର ପ୍ରକୃତ ଟେଷ୍ଟ ନେବାର ଅଛି, ଆନ୍ଧ୍ରପ୍ରଦେଶରେ ଆପଣ ଖାଆନ୍ତୁ। ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରେ ସ୍ପେସିଆଲି କହିବି, ବାକି ଜାଗା ମୁଁ କହିପାରିବିନି, କିନ୍ତୁ ବାକି ଜାଗା ଅଲମୋଷ୍ଟ ଠିକ୍ ଥିବ, କାରଣ ସେ ସ୍ପେସିଆଲିଷ୍ଟ। କିନ୍ତୁ ଏ ଯେଉଁ କଟକରେ ଯେଉଁ ଗିରିଜା ହୋଟେଲ ଅଛି, ସେ ଗିରିଜା ହୋଟେଲକୁ ଆପଣ କେବେ ବି ଯାଆନ୍ତୁନି। ସତ କଥା କହୁଛି, ଆପଣଙ୍କ ପଇସା ବର୍ବାଦ ହେବ। ଆଉ ମୁଁ ସେ କିଶୋର ଭାଇନା ହୋଟେଲ ବି ଥରେ ଖାଇଥିଲି, ଏମିତି ଲୋକ କହୁଛନ୍ତି ବହୁତ ଭଲ ବନାଉଛି। ସାଲା କିଛି ନ, ମାନେ ଏତେ ବେକାର ମଟନ୍ ବନାଉଛି। ମୁଁ ଖାଇଲି, ଗୋଟେ ପ୍ଲେଟ୍ ନେଲି, ଫୁଲ୍ ପ୍ଲେଟ୍ ନେଇଥିଲି ବୋଧେ, ଗୋଟେ ବର୍ଷ ତଳର କଥା। ମୋତେ ଏତେ ଫାଲତୁ ଲାଗିଲା କି ମୁଁ ସେ କିଶୋର ଭାଇନାଙ୍କୁ କହିବା ପାଇଁ ଚାହୁଁଥିଲି, କିନ୍ତୁ ସେ ବ୍ୟସ୍ତ ଥିଲେ, ତାଙ୍କ କାଉଣ୍ଟରରେ କହିକି ଆସିଲି। ତେଣୁକରି ଯେଉଁଠି ବି ଖାଉଛନ୍ତି, ଖାଇଲା ପରେ ଆପଣ ଆପଣଙ୍କ ଫିଡ଼ବ୍ୟାକ୍ ଦିଅନ୍ତୁ କମ୍ ସେ କମ୍, ୟା ତ ଭିଡ଼ିଓ ମାଧ୍ୟମରେ ହେଉ, ୟା ତ କାଉଣ୍ଟରରେ ଯେଉଁଠି ହେଉ। କହିଲେ ଲୋକ ଜାଣିବେ, ନ କହିଲେ ସେମାନେ ତାଙ୍କର ଏମିତି ରାଜନୀତି ଚଲେଇ ଚାଲିଥିବେ। ଓକେ।